हाय फ्रेंड्स, जय जगन्नाथ। वेलकम टू द न्यू ब्लॉग। सकाल सकाल उठी पड़ी जीवा बासी दुकान जीवा ब्लैक टी पीकी जा ମୁଁ ବାହାରିଲି ମୋ ନିତ୍ୟ କର୍ମରେ। ଯିବା ବାଟରେ ଦେଖିଲି ମାଣ୍ଡିଆ ଧୋଇ ଟିକେ ନାଦି ଦେଲି। ଯେଉଁ ଶାନ୍ତି, ପୁରା ପେଟ ଆଉ କହିହେବନି, ମାନେ ପୁରା ପେଟ ପୁରା ଥଣ୍ଡା ହେଇଗଲା ମୋର। ପୁଣି ବାହାରିଲି ଦୋକାନ ଯିବା ପାଇଁ। ଦୋକାନ ବାଟରେ ଗଲାବେଳେ ଫୋନ୍ ଆସିଲା ସାମାନ ଓହ୍ଲାଇବା ପାଇଁ। ପୁଣି ସାମାନ ଓହ୍ଲେଇ ସାରିଲି। ଓହ୍ଲେଇ ସାରିକି ଦୋକାନରେ ପହଞ୍ଚିଗଲି। ଦୋକାନରେ ସଜାସଜି ସବୁ ସରିଲା। ପୁଣି ଜୋରରେ ଭୋକ ହେଲା। ପୁଣି ହୋଟେଲ ବାହାରିଲି ଯିବା ପାଇଁ। ହୋଟେଲରେ ପହଞ୍ଚିଗଲି। ବ୍ରହ୍ମପୁର ଫେମସ୍ ପୁରୀ ଟିକେ ବଜେଇ ଦେଲି। ବଜେଇକି ପୁଣି ବାହାରିଲି ଘରକୁ ଯିବା ପାଇଁ। ଘରକୁ ଯିବା ବାଟରେ ଦେଖିଲି ତରଭୁଜ ଆଉ ଭଣ୍ଡା ଟିକେ ପାର୍ସେଲ୍ କରିଦେଲି। ଯେହେତୁ ମୋ ପୁଅର ତରଭୁଜ ଭଣ୍ଡା ଭାରି ପସନ୍ଦ, ପାର୍ସେଲ୍ ନେଇକି ଘରକୁ ଯିବା ପାଇଁ ବାହାରିଲି। ଘରେ ପହଞ୍ଚି ଦେଖିଲି ମୋ ପୁଅର ଆହୁରି ନିଦ ଭାଙ୍ଗି ନାହିଁ। ତାକୁ ମୁଁ ଯେତେବେଳେ କହିଲି ମୁଁ ତରଭୁଜ ଆଣିଛି ବୋଲି, ସେ ଝଟକିନା ଉଠି ଫଟକିନା ଖାଇବାରେ ଲାଗିଲା। ପୁଣି ମୋ ପୁଅକୁ ରେଡ଼ି କରି ବାହାରିଲୁ ଆମେ ସେଲୁନରେ ଆସି ଆମେ ପହଞ୍ଚିଗଲୁ। ଦୁଇ ପୁଅଙ୍କର ବାଳ କଟା ହେଇସାରିଲା। ପୁଣି ବାହାରିଲୁ ଘରକୁ ଯିବା ପାଇଁ। ଆଜି ଯେହେତୁ ବିଶ୍ୱ ପଖାଳ ଦିବସ, ଚାଲନ୍ତୁ ଦେଖିବା ପଖାଳ ଦିବସରେ ଘରେ ସବୁ କ'ଣ କ'ଣ ଆଇଟମ୍ ହେଇଛି। ଚାଲନ୍ତୁ ଦେଖିବା କ'ଣ କ'ଣ ଆଇଟମ୍ ହେଇଛି। ଆପଣମାନଙ୍କୁ ଆମ ଭିଡ଼ିଓଟି ଯଦି ଭଲ ଲାଗୁଛି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କମେଣ୍ଟ ସେୟାର କରନ୍ତୁ। ଆପଣମାନଙ୍କୁ ହ୍ୟାପି ବିଶ୍ୱ ପଖାଳ ଦିବସ। ଦେଖନ୍ତୁ ଆଜି ପଖାଳ ଦିବସରେ ବହୁତ ସାରା ଆଇଟମ୍ ହେଇଛି। ଆଇଟମ୍ ବି ବହୁତ ଟେଷ୍ଟ ଥିଲା, ମାନେ ଖାଇବାରେ ବି ବହୁତ ବଢ଼ିଆ ଲାଗିଲା। ଆପଣମାନେ ବି ପଖାଳ ଦିବସ ପାଳନ କରନ୍ତୁ। ଦେଖନ୍ତୁ ଆମ ଖାଇବା ସରିଗଲା। ଆଜି ପାଇଁ ବ୍ଲଗ୍ଟି ଏଇଠି ଏଣ୍ଡ କରୁଛି। ପୁଣି ଦେଖା ହେବ ନେକ୍ସଟ ବ୍ଲଗ୍ରେ। ଜୟ ଜଗନ୍ନାଥ।